ପ୍ରତିଶ୍ରୁତି ଦେଇଥିଲା ଡିସିପି 5 ଜଣିଆ ଡାକ୍ତର ଟିମ୍ ଗଠନ କରାଯିବ। ଡିସିପି ପ୍ରତିଶ୍ରୁତି ଦେଇଥିଲେ କି ଆମର 5 ଜଣିଆ ଟିମ୍ ଗଠନ 24/7 ତାର ଚିକିତ୍ସା ଚାଲିବ। ବର୍ତ୍ତମାନ ଆଟେଣ୍ଡାକୁ ଧକ୍କା ମାରିକି କୋଉ ହସ୍ପିଟାଲକୁ ତମେ ନବ କିଛି ଜଣେଇବନି, ପରିବାର ଲୋକଙ୍କୁ ଦେଖାଇ ଦବନି। ବର୍ତ୍ତମାନ ମିଡିଆରୁ ପ୍ରେସର ପଡିଲାରୁ ପୁଣି ସ୍ଥାନାନ୍ତରିତ କରିବ ଏସିବି କି କଣ ଆମର କୁଆଡେ ଯାଇନି ଏଇଠି ଅଛି। ପ୍ରଥମେ ଆମର ଯୋଉ ଇଏ ହେଇଛି ଗୋଟେ ମେଡ୍ ହେଇଛି ବୋଲି ଗୋଟେ ହସ୍ପିଟାଲ ଥିଲା ଆଇଥିଙ୍କି ଗୋଟେ ପ୍ରାଇଭେଟ ନର୍ସିଂ ହୋମ ସେଠୁ ନେଇଛନ୍ତି କୋଉଠିକି ଅଶ୍ୱିନୀରେ ଯେହେତୁ ଆଇସିୟୁ ନାହିଁ ନେଇଛନ୍ତି ଏସିବି। ଡିସିପି ପ୍ରତିଶ୍ରୁତି ଦେଇଥିଲେ ଆମର ଯୋଉମାନେ ଅଛନ୍ତି ଏଥିରେ ଇନଭଲ୍ଭ ଅଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବ। ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କାହିଁ ଆଜ୍ଞା ଆଇଆଇସି ବୁଲୁଛି ପୋଲିସ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଇନି। ନିରୀହ ଲୋକ ଦେଖିକି ଠକି ଦେଇ ଯାଇଛନ୍ତି। 5 ଜଣିଆ ଡାକ୍ତର ଚିକିତ୍ସା କରିବେ ଆମକୁ ବର୍ତ୍ତମାନ ଲାଗୁନାହିଁ ସେମାନେ ଚିକିତ୍ସାର ଅବହେଳା କରୁଛନ୍ତି। ସେ କହିଥିଲେ ଗୋଟେ 5 ଜଣିଆ ଡାକ୍ତରୀ ଟିମ୍ କରିବେ ବୋଲିକି କହିଥିଲେ। ବର୍ତ୍ତମାନ ଜଣିଆ ଡାକ୍ତରୀ ଟିମ୍ କହିଛନ୍ତି ସେଥିରେ କେଉଁ ଡାକ୍ତର ମାନେ ଅଛନ୍ତି ଡାକ୍ତର ମାନଙ୍କର ନାମ ଆମକୁ ପ୍ରକାଶ କରାଯାଉ। ପିଲାର ଅବସ୍ଥା କଥା ଯୋଉ ଡାକ୍ତର ମାନେ ତାର ଚିକିତ୍ସା କରୁଛନ୍ତି ସେମାନେ ଭଲ ଭାବରେ କରିପାରିବେ। ବର୍ତ୍ତମାନ ଆମକୁ କିଛି ରିପୋର୍ଟ ଦେଉନାହାନ୍ତି। ଡାକ୍ତର ମାନେ କଣ ଟ୍ରିଟମେଣ୍ଟ କରୁଛନ୍ତି ତାର ଟ୍ରିଟମେଣ୍ଟ ପ୍ଲାନ୍ ବତାଉନାହାନ୍ତି। ତ ଆମେ କେମିତି ଜାଣିବୁ ଆମ ପିଲାର ଉନ୍ନତ ଚିକିତ୍ସା ହେଉଛି। ତା ସହିତ ଆଉ ଗୋଟେ କଥା ଆମକୁ ମଧ୍ୟ ଆସିଛି ପୋଲିସ ଏଠି ଯୋଉ ତାଙ୍କୁ ମାରିଲା 23 ତାରିଖରେ ମାରିଲା ପରେ ପୋଲିସ ତାଙ୍କୁ ନେଇକି ନଖରା ସ୍ଥିତ ଗୋଟେ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଆପଣମାନେ ଜାଣିଛନ୍ତି ପିଲାର ବର୍ତ୍ତମାନ କଣ୍ଡିସନ ଖରାପ, ସେ ଆଇସିୟୁରେ ଅଛି। ଆଉ ଗୋଟେ ପ୍ରାଇଭେଟ ହସ୍ପିଟାଲରେ ଯଦି ଆଇସିୟୁରେ ସେ ଭର୍ତ୍ତି ହବ ତାର ଖର୍ଚ୍ଚ କେତେ ଆସିବ? ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଆସିବ। ସେ 2 ଦିନ ପରେ ପ୍ରାଇଭେଟ ହସ୍ପିଟାଲରେ ଥିଲା। ସେ ପ୍ରାଇଭେଟ ହସ୍ପିଟାଲକୁ ବିଲ୍ କିଏ ପ୍ରଥମେ ପେମେଣ୍ଟ କରିଛି ତାର ମଧ୍ୟ ବର୍ତ୍ତମାନ ତଦନ୍ତ କରାଯାଉ। ଏଇ ଉପରେ ଦୃଷ୍ଟିପାତ କରାଯାଉ। ତା ସହିତ ସେଠାରେ ଗୋଟେ ବିକ୍ରମ ସେନାପତି ଭାବରେ ଗୋଟେ ଲୋକ ସେ ପିଲାର ବାପା ସହିତ ପ୍ରଥମ ଦିନରୁ ଅଛି ଏବଂ ସେ କହୁଛି ସେ ପ୍ରାଇଭେଟ ହସ୍ପିଟାଲର ମାଲିକ ବୋଲିକି। ତ ସେ ପ୍ରାଇଭେଟ ହସ୍ପିଟାଲର ମାଲିକ ପିଲାକୁ ନେଇକି ଗଭର୍ଣ୍ଣମେଣ୍ଟ ବଡ ମେଡିକାଲ କଣ ପାଇଁ ଗଲା? ଆଉ ସେ ପ୍ରାଇଭେଟ ହସ୍ପିଟାଲକୁ କିଏ ତାର ଯୋଉ ଲକ୍ଷାଧିକ ଟଙ୍କା ବିଲ୍ କିଏ ପେମେଣ୍ଟ କଲା ତା ଉପରେ ମଧ୍ୟ ତଦନ୍ତକୁ ପରିସରଭୁକ୍ତ କରାଯାଉ। ତା ସହିତ ଆମର ଡିସିପି ଯୋଉ କହିଥିଲେ ପିଲାର ଅବସ୍ଥା ପାଇଁ ସେ 5 ଜଣିଆ ଡାକ୍ତରୀ ଟିମ୍ ସେଇ ଡାକ୍ତରୀ ଟିମ୍ରେ କୋଉ ଡାକ୍ତର ମାନେ ଅଛନ୍ତି ଆମକୁ କୁହାଯାଉ ଏବଂ ସେଇ ଡାକ୍ତର ମାନଙ୍କ ଦ୍ୱାରା ଗୋଟିଏ ପ୍ରେସ କନଫରେନ୍ସ କରାଯାଇ ପିଲାର ଅବସ୍ଥା ବିଷୟରେ ଆମକୁ ସୂଚିତ କରାଯାଉ। କଣ ହେଇଛି ପିଲା ଯେତେବେଳେ ତାର ୱାଇଫ ମିସିଂ ହେଇଛି ତା ଶାଶୁ ସହିତ ପିଲା ଯାଇଛି ମିସିଂ ରିପୋର୍ଟ କରିବା ପାଇଁ। ମିସିଂ ରିପୋର୍ଟ 16 ତାରିଖରେ କରିଛି। ପ୍ରତ୍ୟେକ ଦିନ ଆସିକି ପୋଲିସକୁ ତାର ୱାଇଫ ବିଷୟରେ ପଚାରିଛି। ପୋଲିସ ଠାରୁ ତାକୁ ଉତ୍ତର ମିଳୁଛି ଯେ ଆମ ମାନଙ୍କର କଣ କିଛି କାମ ନାହିଁ, ଆମେ ତ ସ୍ତ୍ରୀ କି ଖୋଜିବା ପାଇଁ ଯିବୁ। ପୋଲିସ ଏହିପରି କହିକି ତାକୁ ବାରମ୍ବାର ଭଗେଇ ଦେଇଛି। ତାପରେ ଯେତେବେଳେ ଆମର ବ୍ରାହ୍ମଣୀୟ ନିକଟରେ ଗୋଟେ ଅଜଣା ମହିଳାର ଶବ ମିଳିଛି ପୋଲିସ ସେଇ ଶବକୁ ଆର ସ୍ତ୍ରୀ ବୋଲିକି ପ୍ରମାଣିତ କରିବା ପାଇଁ ପିଲା ବର୍ତ୍ତମାନ କୋଉ ଜାଗାରେ ଅଛି ଆମେ ଜାଣିନାହୁଁ। ସେମାନେ ପିଲା ଆମର ସେଣ୍ଟ୍ରାଲ ଆଇସିୟୁ ଟ୍ରମା କେୟାର ସେଣ୍ଟ୍ରାଲ ଆଇସିୟୁ ରେ ଚିକିତ୍ସିତ ହେଉଥିଲା। ଅର୍ଥାତ୍ ସେଠାରୁ ତାକୁ ଅନ୍ୟ କୌଣସି ଜାଗାକୁ ସ୍ଥାନାନ୍ତରିତ କରିଛନ୍ତି କି ପୋଲିସ ତାକୁ ଅପହରଣ କରିଛି ଆମ ପାଖରେ କୌଣସି ଖବର ନାହିଁ। କାରଣ ପୋଲିସ ଆମକୁ କିଛି ସଠିକ ଉତ୍ତର ଦେଉନାହିଁ କି ସେଠାରେ ଯୋଉ ଡାକ୍ତର ଦଳ ଅଛନ୍ତି ସେମାନେ ମଧ୍ୟ ଆମକୁ ସଠିକ ଉତ୍ତର ଦେଉନାହାନ୍ତି ବର୍ତ୍ତମାନ ଆମ ପିଲା କେଉଁ ଜାଗାରେ ଅଛି। ମୁଁ ଟିକେ ଦେଖିବାକୁ ଚାହୁଁଛି ମତେ କୋଉ କଣ୍ଡିସନରେ ଅଛି, ମୋ ପୁଅ ଭଲ ଅଛି କି ନାହିଁ ମୁଁ ଟିକେ ଦେଖିବାକୁ ଚାହୁଁଛି। ପୋଲିସରେ କଣ ଅଛି ବୋଲି ମତେ ଦେଖେଇ ଦଉନି, ମତେ ରିପୋର୍ଟ ଦଉନି, ମାଗିଲାନି ରିପୋର୍ଟ ଦେଖଉନି ମତେ। ଯୋଉଦିନ ଆଣିଥିଲା କହିଲା ତମେ ଆମକୁ ଛାଡିଦେଲ ପଚାରିକିରି ଡେଟ୍ ବଡି ଚିହ୍ନିକି ଆମେ ମନା କଲୁ। ଆମ ଡେଟ୍ ବଡି ନୁହଁ ବୋଲି ମନା କଲି।
ମୋ ପୁଅ ମନା କଲା ଜବରଦସ୍ତ ମୋ ପୁଅକୁ ରଖିଲା ମତେ ଛାଡିଦେଲା। ସେଇ ରାତିରେ ମୋ ପୁଅକୁ ମାରିକି କୋଉଠି ନେଇକି କୋଉ ହସ୍ପିଟାଲରେ ଲୁଚେଇକି ରଖିଥିଲା। ଆମକୁ ତ ଖବର ଦେଲାନି। ଆମେ ଖବର ପାଇକି ଆସିକି ପଚାରିଲାଠୁ କହିଲା ତମ ପୁଅ ଯାଇଛି ପୁଅକୁ ଖୋଜିବାକୁ। ମୁଁ ଦେଖିନି ପୁଅକୁ, ମୁଁ ଜମା ଦେଖିନି ପୁଅକୁ।